আমেরিকা ও ইরান মধ্যে চালিছে আলোচনা। মধ্যপ্রাচ্যরে হইপারে ৪৫ দিনিয়া অস্ত্র বিরতি। ଏହା ବାସ୍ତବରେ ଶାନ୍ତି ନା ଅନ୍ୟ କୌଣସି ନୂଆ ଚକ୍ରାନ୍ତ? ମଧ୍ୟପ୍ରାଚ୍ୟରେ ଜାରି ରହିଥିବା ଯୁଦ୍ଧ ଇତିମଧ୍ୟରେ 33 ଦିନରେ ପହଞ୍ଚିଛି। ଗୋଟିଏ ପଟେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଧମକ ଦେଉଥିବା ବେଳେ ସେପଟେ ଇରାନ ଏହାର କଡ଼ା ଜବାବ ଦେଉଛି। ଫଳରେ ଯୁଦ୍ଧ ଭୟଙ୍କର ରୂପ ନେଉଛି। ସେପଟେ ଟ୍ରମ୍ପ ଇରାନକୁ ମଙ୍ଗଳବାର ପର୍ଯ୍ୟନ୍ତ ଅଲ୍ଟିମେଟ୍ ଦେଇଛନ୍ତି। ଯଦି ତେହରାନ ଗୁରୁତ୍ୱପୂର୍ଣ୍ଣ ସାମୁଦ୍ରିକ ପଥ ହର୍ମୁଜ ଷ୍ଟ୍ରେଟ୍କୁ ନ ଖୋଲେ ତେବେ ଆମେରିକା ପରିସ୍ଥିତି ଭୟାବହ ହେବ ବୋଲି ଟ୍ରମ୍ପ ଧମକ ଦେଇଛନ୍ତି। ଏହାରି ମଧ୍ୟରେ ଏକ ବଡ଼ ରିପୋର୍ଟ ସାମ୍ନାକୁ ଆସିଛି। ମଧ୍ୟପ୍ରାଚ୍ୟରେ ହେଉଥିବା ଯୁଦ୍ଧରେ 45 ଦିନିଆ ଅସ୍ତ୍ର ବିରତି ନେଇ ଆଲୋଚନା ଜାରି ରହିଛି। ତେବେ ଆସନ୍ତା 48 ଘଣ୍ଟା ମଧ୍ୟରେ ବୁଝାମଣା ହୋଇପାରେ ବୋଲି କୁହାଯାଉଛି। ଏକ ରିପୋର୍ଟ ଅନୁଯାୟୀ ଦୁଇଟି ପର୍ଯ୍ୟାୟରେ ସର୍ତ୍ତାବଳୀ ଉପରେ ଆଲୋଚନା ହେଉଛି। ପ୍ରଥମ ପର୍ଯ୍ୟାୟରେ 45 ଦିନିଆ ସମ୍ଭାବିତ ଅସ୍ତ୍ର ବିରତି ଉପରେ ଦୁଇ ପକ୍ଷ ମଧ୍ୟରେ କଥାବାର୍ତ୍ତା ହେଉଛି। ଦ୍ୱିତୀୟ ପର୍ଯ୍ୟାୟରେ ଯୁଦ୍ଧ ଉପରେ ସମ୍ପୂର୍ଣ୍ଣ ବିରାମ ଲଗାଯିବା ଉପରେ ଆଲୋଚନା ହେବ। ଯଦି ଦୁଇ ପକ୍ଷ ମଧ୍ୟରେ ବୁଝାମଣା ପାଇଁ ଅଧିକ ସମୟ ଲାଗିବ ତେବେ ଅସ୍ତ୍ର ବିରତି ସମୟ ସୀମାକୁ ବୃଦ୍ଧି କରାଯିବ। ସେପଟେ ହର୍ମୁଜ ପ୍ରଣାଳୀକୁ ଖୋଲିବା ଲାଗି ଟ୍ରମ୍ପ ଇରାନ ଉପରେ ଚାପ ପକାଉଛି। ଯଦି ହର୍ମୁଜ ନ ଖୋଲାଯାଏ ତେବେ ଇରାନର ପ୍ରମୁଖ ଭିତ୍ତିଭୂମି ଉପରେ ଆକ୍ରମଣ କରାଯିବା ନେଇ ଟ୍ରମ୍ପ ମଧ୍ୟ ଧମକ ଦେଇଛନ୍ତି। ରିପୋର୍ଟ जनता टीवी।